ଯେଉଁ ସମୟରେ ବ୍ରହ୍ମଦତ୍ତ କାଶୀ ରାଜ୍ୟରେ ରାଜତ୍ୱ କରୁଥିଲେ ସେହି କାଳରେ ବୋଧିସତ୍ତ୍ୱ ଏକ ବାନର ରୂପେ ଜନ୍ମଗ୍ରହଣ କରିଥିଲେ। ସେହି ବାନରର ନାମ ଥିଲା ନନ୍ଦୀୟ। ନନ୍ଦୀୟର ଗୋଟିଏ ଛୋଟ ଭାଇ ଥିଲା। ସେମାନେ ଦୁଇଜଣ ହିମାଳୟର 80,000 ବାନର ଦଳର ନେତା ଥିଲେ। ନନ୍ଦୀୟର ଅନ୍ଧ ମାତାଙ୍କର ଦେଖାଶୁଣା ସେମାନେ କରୁଥିଲେ। ନନ୍ଦୀୟ ଓ ସାନ ଭାଇ ପ୍ରତିଦିନ ବିଭିନ୍ନ ଫଳ ବଗିଚାରୁ ନାନା ପ୍ରକାର ମିଠା ଓ ରସାଳ ଫଳ ଆଣୁଥିଲେ ଓ ନିଜ ଦଳର ସେବକମାନଙ୍କ ମାଧ୍ୟମରେ ମାତାଙ୍କ ପାଖକୁ ପଠାଉଥିଲେ। ଦିନେ ନନ୍ଦୀୟ ନିଜର ମାତାଙ୍କୁ ଦେଖିବାକୁ ଆସିଲା। ମାତାଙ୍କୁ ଦେଖି ନନ୍ଦୀୟ ବିବ୍ରତ ହୋଇ ଉଠି ପଚାରିଲା, ମାତା, ତୁମେ ଏତେ ଦୁର୍ବଳ ଦେଖାଯାଉଛ କାହିଁକି? ଆମେ ପ୍ରତିଦିନ ତୁମ ପାଖକୁ ତ ଉତ୍ତମ କିସମର ଫଳ ସବୁ ପଠାଉଛୁ। ତୁମେ କ'ଣ ସେସବୁ ଖାଉନଥିଲ? ତୁମର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆମର କର୍ତ୍ତବ୍ୟ ଅଟେ। ନାଇଁ ପୁତ୍ର, ମୋ ପାଖରେ ଗୋଟିଏ ବି ଫଳ ପହଞ୍ଚି ନାହିଁ। ଯଦି ମୋତେ ଭଲ ଖାଇବାକୁ ମିଳୁଥାନ୍ତା ତେବେ ମୁଁ ଏମିତି ଶୁଖି ଶୁଖି କ'ଣ କଣ୍ଟା ହୋଇଯାଇଥାନ୍ତି? ମୁଁ ଜାଣେ ତୁମେ ତୁମ ମାତାଙ୍କ ପାଇଁ ଫଳ କ'ଣ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ, ମା ବୁଝାଇ କହିଲେ। ନନ୍ଦୀୟ କିଛି ସମୟ ପାଇଁ ଚିନ୍ତା କଲା। ପ୍ରକୃତ କଥା ସେ ଅନୁମାନ କରିପାରିଲା। ସେହି କ୍ଷଣି ସେ ହିମାଳୟରେ ପହଞ୍ଚିଥିବା ନିଜର ଛୋଟ ଭାଇକୁ ସବୁ କଥା ଜଣାଇ କହିଲା, ଭାଇ, ମୁଁ ଘରକୁ ଯାଇ ମାତାଙ୍କର ଦେଖାଶୁଣା କରିବି। ତୁମେ ଏଠାରେ ରହି ଦଳର ନେତୃତ୍ୱ ନିଅ। ଭାଇ, ମୁଁ ମଧ୍ୟ ତୁମ ସହିତ ଘରକୁ ଯିବି ଓ ମାତାଙ୍କର ଦେଖାଶୁଣା କରିବି। ଛୋଟ ଭାଇ ଅନୁରୋଧ କଲା। ଦୁଇ ଭାଇ ଏକମତ ହୋଇ ଘରକୁ ଫେରିଆସିଲେ। ସେମାନେ ତାଙ୍କ ମାତାଙ୍କ ପାଇଁ ଏକ ବଡ଼ ବରଗଛ ଉପରେ ଉତ୍ତମ ବାସସ୍ଥଳୀଟିଏ ତିଆରି କଲେ। ନୟନ ପିତୁଳା ପରି ସେମାନେ ମାତାଙ୍କର ସେବା କଲେ। ସେହି ସମୟରେ ଜଣେ ବ୍ରାହ୍ମଣ ତକ୍ଷଶିଳା ନଗରୀରେ ଜନୈକ ପ୍ରସିଦ୍ଧ ଗୁରୁଙ୍କ ପାଖରେ ବିଦ୍ୟାଭ୍ୟାସ କରୁଥିଲେ। ବିଦ୍ୟା ସମାପ୍ତି ହେବା ପରେ ସେ ଘରକୁ ଫେରିବା ପାଇଁ ଆଚାର୍ଯ୍ୟଙ୍କଠାରୁ ଅନୁମତି ଲୋଡ଼ିଲେ। ଗୁରୁ ଶିଷ୍ୟଙ୍କୁ ବୁଝାଇଲେ, ପୁତ୍ର, ତୁମେ ତୁମର ଶିକ୍ଷା ସମାପ୍ତ କଲ, ଏହା ମୋ ପାଇଁ ଖୁସିର କଥା। କିନ୍ତୁ ତୁମର ପ୍ରକୃତି ଖୁବ୍ କ୍ରୂର। ଚଞ୍ଚଳତାର ବଶବର୍ତ୍ତୀ ହୋଇ ତୁମେ କେବେ ବି କୌଣସି ଅନୁଚିତ କାର୍ଯ୍ୟ କରିବ ନାହିଁ। ଏହା ମୋର ତୁମକୁ ଉପଦେଶ। ଏହା କହି ସେ ଆଶୀର୍ବାଦ କଲେ। ବ୍ରାହ୍ମଣ ଯୁବକ କାଶୀନଗରରେ ପହଞ୍ଚିଲେ। ସେଠାରେ ବିବାହ କରି ଗୃହସ୍ଥ ଜୀବନ ଆରମ୍ଭ କଲେ। ପେଟ ପୋଷିବା ପାଇଁ ତାଙ୍କୁ କିଛି ଉପାୟ ଦିଶିଲା ନାହିଁ। ତେଣୁ ସେ ଧନୁଶର ଧରି ଶିକାର ବୃତ୍ତି ଆରମ୍ଭ କଲେ। ପଶୁପକ୍ଷୀ ଶିକାର କରି ତା'ର ମାଂସ ବିକ୍ରୟ କରି ସେହି ଧନରେ ସେ ନିଜର ପରିବାର ପ୍ରତିପୋଷଣ କଲେ। ବ୍ରାହ୍ମଣଙ୍କ ପକ୍ଷରେ ଶିକାର କରିବା ପାପ ସମାନ ଜାଣି ମଧ୍ୟ ସେ ସେହି ବୃତ୍ତି ଧାରଣ କଲେ। ଦିନେ ସାରାଦିନ ଜଙ୍ଗଲରେ ବୁଲିବା ପରେ ମଧ୍ୟ କୌଣସି ଗୋଟିଏ ଜନ୍ତୁ ତାଙ୍କୁ ମିଳିଲା ନାହିଁ। ସେ ନିରାଶ ହୋଇ ଘରକୁ ଫେରୁଥିବା ସମୟରେ ଏକ ଗଛ ଉପରକୁ ଚାହିଁଲେ। ସେହି ସମୟରେ ନନ୍ଦୀୟ ଓ ତା'ର ଛୋଟ ଭାଇ ମାଆଙ୍କୁ ଫଳ ଖୁଆଇ ସାରି ପାଖରେ ବସିଥିଲେ। ଶିକାରୀ ବ୍ରାହ୍ମଣ ସେମାନଙ୍କୁ ଦେଖି ପକାଇଲେ। ଶିକାରୀ ବ୍ରାହ୍ମଣ ଖାଲି ହାତରେ କିପରି ଘରକୁ ଫେରିବେ, ଏହି ଚିନ୍ତା କରି ବୃଦ୍ଧା ବାନରୀ ଉପରକୁ ତୀର ଚଳାଇବାକୁ ଲକ୍ଷ୍ୟ କଲେ। ନନ୍ଦୀୟ ଏହା ଜାଣିପାରିଲା କ୍ଷଣି ସାନ ଭାଇକୁ କହିଲା, ହେ ଦେଖ, ଶିକାରୀ ଆମର ମାଆଙ୍କୁ ଲକ୍ଷ୍ୟ କରି ତୀର ଚଳାଇବାକୁ ଯାଉଛି। ମୁଁ ତାଙ୍କର ପ୍ରାଣ ବଞ୍ଚାଇବାକୁ ତୀର ସମ୍ମୁଖକୁ ଚାଲି ଆସିବି। ମୁଁ ମରିଯିବା ପରେ ତୁମେ ମାଆଙ୍କର ଦାୟିତ୍ୱ ନେବ। ଏହା କହି ସେ ତୁରନ୍ତ ତଳକୁ ଓହ୍ଲାଇ ଆସିଲେ। ସେ ଶିକାରୀକୁ କହିଲା, ଭାଇ, ତୁମେ ମୋର ମାଆକୁ ମାର ନାହିଁ। ସେ ବୃଦ୍ଧାଙ୍କର ଜୀବନ ବଦଳରେ ମୋତେ ମାରିଦିଅ। ଏହା ଶୁଣି କଠୋର ହୃଦୟଧାରୀ ଶିକାରୀ କହିଲା, ଠିକ୍ ଅଛି। ସେ ନନ୍ଦୀୟ ଉପରକୁ ତୀର ଚଳାଇଲା, କିନ୍ତୁ ସେ ନିଜର କଥା ରଖିଲା ନାହିଁ। ନନ୍ଦୀୟ ମରିଯିବା ପରେ ସେ ପୁଣି ବୃଦ୍ଧା ବାନରୀକୁ ଲକ୍ଷ୍ୟ କରି ତୀର ଚଳାଇବାକୁ ଉଦ୍ୟତ ହେଲା। ଏହା ଦେଖି ସାନ ଭାଇ ଗଛ ତଳକୁ ଓହ୍ଲାଇ ଆସିଲା ଓ ନନ୍ଦୀୟ ପରି ସେ ଶିକାରୀକୁ ମାଆଙ୍କୁ ଛାଡ଼ିଦେଇ ତାକୁ ତୀର ଚଳାଇବାକୁ ଅନୁରୋଧ କଲା। ଶିକାରୀ ଏହା ମଧ୍ୟ ସ୍ୱୀକାର କଲା ଓ ନିର୍ଦ୍ଦୟ ଭାବେ ଛୋଟ ଭାଇକୁ ବି ମାରି ପକାଇଲା। ଶିକାରୀ ଚିନ୍ତା କଲା, ମୋ ପରିବାର ପାଇଁ ଏହି ଦୁଇଟି ବାନର ଯଥେଷ୍ଟ ହୋଇଯିବ। ମାତ୍ର ପରକ୍ଷଣରେ ତା'ର ମତିଗତି ବଦଳିଗଲା। ସେ ନିର୍ଦ୍ଦୟ ହୋଇ ବୃଦ୍ଧା ବାନରୀ ଉପରକୁ ମଧ୍ୟ ତୀର ଚଳାଇଲା ଓ ତାକୁ ମାରି ପକାଇଲା। ଏହାପରେ ସେ ସେହି ତିନି ବାନରଙ୍କ ମୃତ ଶରୀରକୁ ନିଜ କାନ୍ଧରେ ଏକ ଲାଠି ସାହାଯ୍ୟରେ ଝୁଲାଇ ଘର ଅଭିମୁଖେ ଚାଲିଲା। ଗ୍ରାମର ସୀମା ନିକଟରେ ପହଞ୍ଚୁ ପହଞ୍ଚୁ ତାକୁ ଖବର ମିଳିଲା ଯେ ତା'ର ଘରେ ନିଆଁ ଲାଗିଯାଇଛି ଓ ତା'ର ପତ୍ନୀ ଓ ସନ୍ତାନମାନେ ତା ଭିତରେ ରହିଯାଇଛନ୍ତି। ଏପରି ଖବର ଶୁଣି ସେ ନିଜ ଛାତିରେ ହାତ ପିଟି ଘର ଆଡ଼କୁ ଦୌଡ଼ିଲା। ବହୁ ଚେଷ୍ଟା କରି ଜ୍ୱଳନ୍ତ ଘର ଭିତରକୁ ପଶିଗଲା। ମାତ୍ର ହଠାତ୍ ସେ ଠିଆ ହୋଇଥିବା ସ୍ଥାନର ମାଟି ଧସିଗଲା ଓ ସେ ପାତାଳ ଭିତରକୁ ଗଳି ପଡ଼ିଲା। ଭିତରକୁ ଗଳି ଯାଉଥିବା ବେଳେ ତା ନିଜ ଗୁରୁଦେବଙ୍କର କଥା ତାର ସ୍ମରଣକୁ ଆସିଲା। ମୋ ଗୁରୁ ମୋତେ କହିଥିଲେ, କ୍ରୂର ଆଚରଣ କରିବ ନାହିଁ। ମୁଁ ତାହା ପାଳନ କଲି ନାହିଁ।
ଏବେ ପଶ୍ଚାତାପ କରି କିଛି ଲାଭ ନାହିଁ। ମୋ ପାପର ଫଳ ମୋତେ ନିଶ୍ଚୟ ମିଳିବ। ମୁଁ ବୃଥାରେ ସେହି ନିରୀହ ବାନରମାନଙ୍କୁ ବଧ କଲି। ଯଦି ମୁଁ ସେମାନଙ୍କୁ ମାରିନଥାନ୍ତି ତେବେ ମୋର କୌଣସି କ୍ଷତି ହୋଇନଥାନ୍ତା। ଏପରି ଚିନ୍ତା କରି ବ୍ରାହ୍ମଣ ନରକ ଲୋକକୁ ଚାଲିଗଲା। ଶ୍ରୋତା ବନ୍ଧୁ, ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।